ଦୀପ ତଳ ଅନ୍ଧାର। ଦେଶ ସ୍ୱାଧୀନତା ହାସଲ କରିବାର 7 ଦଶନ୍ଧିରୁ ଊର୍ଦ୍ଧ୍ୱ ବର୍ଷ ବିତିଗଲାଣି। ଆଜି ବି ଅନେକ ସ୍ଥାନରେ ଲୋକଙ୍କ ନିକଟରେ ପହଞ୍ଚି ପାରିନି ନିଜର ମୌଳିକ ଅଧିକାର। ନିଜର ମୌଳିକ ଅଧିକାର ପାଇବା ନିମନ୍ତେ ସେମାନେ ସଂଘର୍ଷ କରୁଛନ୍ତି। ଏଭଳି ଘଟଣା କୌଣସି ଦୁର୍ଗମ ଅଞ୍ଚଳର ନୁହେଁ। ଏପରି ଦୃଶ୍ୟ ସହରାଞ୍ଚଳରେ ଦେଖିବାକୁ ମିଳିଛି, ତାହା ପୁଣି ଜିଲ୍ଲାର ସଦର ମହକୁମାରେ। ଏହି ଘଟଣାଟି ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦେଖିବାକୁ ମିଳିଛି। ପାରଳାଖେମୁଣ୍ଡି ପୌର ପରିଷଦର 14 ନମ୍ବର ୱାର୍ଡ ଅନ୍ତର୍ଗତ ସଞ୍ଜୟ ଗାନ୍ଧୀ କଲୋନୀ ଅଞ୍ଚଳରେ। ସଞ୍ଜୟ ଗାନ୍ଧୀ କଲୋନୀ ଅନ୍ତର୍ଗତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ପାଚେରୀକୁ ଲାଗିଥିବା ଏକ ବସ୍ତିରେ ରହୁଥିବା 10ରୁ ଊର୍ଦ୍ଧ୍ୱ ଘରକୁ ପାନୀୟ ଜଳ ଓ ବିଜୁଳି ସେବା ପହଞ୍ଚି ପାରିନି। ଏନେଇ ସେମାନେ ଦୀର୍ଘ 1.5 ଦଶନ୍ଧି ଧରି ପାରଳାଖେମୁଣ୍ଡି ପୌର ପରିଷଦ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ବାରମ୍ବାର ଦ୍ୱାରସ୍ଥ ହୋଇ ନେହୁରା ହେଉଛନ୍ତି। କିନ୍ତୁ ସେମାନଙ୍କ ପାଇଁ ଉଭୟ ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ ଅନ୍ଧ, ମୂକ, ବଧିର ପାଲଟି ଯାଇଛନ୍ତି। ଏହାକୁ ନେଇ ବସ୍ତି ସୁରକ୍ଷା ମଞ୍ଚର ଆବାହକ ସୁଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ବସ୍ତିବାସୀ ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟକୁ ପୁଣି ଥରେ ଗୁହାରି ଜଣାଇବାକୁ ଯାଇଥିଲେ। ହେଲେ ପୌର ପରିଷଦର ଜଣେ କର୍ମଚାରୀ ଜିଲ୍ଲାପାଳଙ୍କ ନିକଟକୁ ଗଲେ ସମାଧାନ ହେବ ବୋଲି କହିଥିଲେ। ଏହାର ପ୍ରତିବାଦରେ ସେମାନେ କାର୍ଯ୍ୟାଳୟ ପରିସରର ବାରଣ୍ଡାରେ ଧାରଣାରେ ବସିଥିଲେ। ତେବେ ସେମାନଙ୍କ ସହ ପୌର ପରିଷଦର କୌଣସି କର୍ତ୍ତୃପକ୍ଷ କିମ୍ବା ଉଚ୍ଚ କର୍ତ୍ତୃପକ୍ଷ ଆଲୋଚନା କରିନଥିବାର ଜଣାପଡ଼ିଛି, ଯାହା ଫଳରେ କି ଆସନ୍ତାକାଲିଠାରୁ ଆମରଣ ଅନାଶନ କରିବୁ ବୋଲି ବସ୍ତି ସୁରକ୍ଷା ମଞ୍ଚର ଆବାହକ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି। ଆଜ୍ଞା, ମୁଁ କହିବା ପାଇଁ ଚାହେଁ, ମୁଁ ବସ୍ତି ସୁରକ୍ଷା ମଞ୍ଚର ଆବାହକ ସୁଜିତ ପ୍ରଧାନ ପାରଳାଖେମୁଣ୍ଡି। ମୁଁ କହିବା ପାଇଁ ଚାହେଁ ଯେ ଭାରତ ସ୍ୱାଧୀନ ହୋଇକି 80 ବର୍ଷ ପାଖ ହେଲାଣି, କିନ୍ତୁ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଭିତରେ ଏମିତିକା ଗୋଟେ ଅଞ୍ଚଳ ଅଛି ଯେ ଅଞ୍ଚଳଟି କି ଏମାନେ ବିଜୁଳିର ଆଲୁଅ ବି ଦେଖି ନାହାନ୍ତି। ଆଜ୍ଞା, ଏଇଭଳିଆ ମୌଳିକ ସମସ୍ୟାର ସମାଧାନ ଏଇ ପୌର ପରିଷଦ କରିପାରୁନାହିଁ। ସେମାନଙ୍କୁ ରାସ୍ତା ନାହିଁ, ପାଣି ନାହିଁ, ସବୁ ନାହିଁ ନାହିଁରେ ଜୀବନ। ଆଜ୍ଞା, ଅନ୍ଧାରେ ଡିବିରି ଲଗେଇ ପିଲା ପାଠ ପଢୁଛନ୍ତି। ଆଜ୍ଞା, ଯୋଉ ପ୍ରକାର ସମସ୍ୟା ସେ ଭିତରେ କହିଲେ ନ ଚଳେ। ତ ଏଇଭଳିଆ ପରିସ୍ଥିତିରେ ଆମେ ବିଶେଷ କରି ଚେୟାରମ୍ୟାନ ମ୍ୟାଡମଙ୍କ ସହିତ ଆଲୋଚନା କରିଥିଲୁ। ଚେୟାରମ୍ୟାନ ମ୍ୟାଡମଙ୍କ ତତ୍ତ୍ୱାବଧାନରେ ତହସିଲଦାରଙ୍କ ପାଖକୁ ଯାଇଥିଲୁ। ତହସିଲଦାର କହିଲେ ଏମିତି ଯଦି ବିଶେଷ ଯଦି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଅଛି ତାହେଲେ ଏମାନଙ୍କୁ କୋଉଠି ଗୋଟେ ଜାଗା ବ୍ୟବସ୍ଥା କରିଦେବା। ଏମାନେ 10 ଜଣ ସେଇ ଜାଗାକୁ ପଳେଇବେ। 10ଟା ଘର ମାତ୍ର ସେଇଠି ଅଛନ୍ତି। ସେ 10ଟା ଘରକୁ ସିଫ୍ଟିଂ କରିବା ପାଇଁ ପ୍ଲାନ୍ କରାଗଲା। ଆଜ୍ଞା, ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ, ଚେୟାରମ୍ୟାନଙ୍କ ନିର୍ଦ୍ଦେଶ କ୍ରମେ ଆମେ ଗୋଟେ ଜାଗା ଦେଖେଇଲାରୁ ସେ ଜାଗାଟାକୁ ଆମେ ସଫାସୁତୁରା କଲୁ। ସଫାସୁତୁରା କଲା ପରେ ଆମେ ଯେତେବେଳେ ଆସିକି କହିଲୁ ଯେ ସଫାସୁତୁରା ହେଇଗଲା, ଆପଣ ଜାଗା ମପାମପି କରିଦେଲେ, ଆମକୁ ସେଠି ସୁବିଧା ଦେଲେ ଆମେ ରହିବୁ। ଏବେ କହୁଛନ୍ତି ଯେ ଏଇଠି ଆମର ବହୁ ସଂଖ୍ୟକ ଲୋକଙ୍କୁ ପଟା ଦେବାର ଅଛି, ତମକୁ ଏଠି ପଟା ଦିଆଯାଇ ପାରିବ ନାହିଁ, ଯଦି ଜିଲ୍ଲାପାଳ ଚାହିଁଲେ ଦେଇପାରିବ। ତ ଏବେ ମାନେ ଆମକୁ କଣ କହିବା ପାଇଁ ଚାହୁଁଛନ୍ତି ଯେ ଆପଣ ମାନେ ଜିଲ୍ଲାପାଳଙ୍କ ପାଖକୁ ପଳାନ୍ତୁ। ଏବେ ଜିଲ୍ଲାପାଳଙ୍କ ପାଖକୁ ଆମେ ଯଦି ପଳେଇବୁ ତାହେଲେ ସେ କହିବେ ତହସିଲଦାର, ତହସିଲଦାର କହିବେ ମ୍ୟୁନିସିପାଲିଟି। ଆମେ ଖାଲି ଏମିତି ବୁଲି ବୁଲି ଆଜ୍ଞା ପ୍ରାୟ 15 ବର୍ଷ ହେଲାଣି ଆମେ ବୁଲୁଛୁ। ଆଜ୍ଞା, ଆଉ କେତେ ବୁଲିବୁ ଆଜ୍ଞା? ତ ଆମେ କହିବା ପାଇଁ ଚାହୁଁଛୁ ଯେ ଆଜିଠାରୁ ଆମେ ଏଠି ନିଷ୍ପତ୍ତି ନେଇକି ବସିଲୁ ଯେ ଏ ପୌର ପରିଷଦ କାର୍ଯ୍ୟାଳୟରେ ହିଁ ଆମର ସମସ୍ୟାର ସମାଧାନ ହବ। ଯଦି ଜିଲ୍ଲାପାଳ ଯଦି ତାର ଦାୟିତ୍ୱ ନେବେ ତାହେଲେ ଜିଲ୍ଲାପାଳ ଏଠିକି ଆସନ୍ତୁ, ଏ ସମସ୍ୟାର ସମାଧାନ କରନ୍ତୁ। ଆମେ ଆପଣଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛୁ, ସେ ଏଠିକି ଆସନ୍ତୁ, ଆମ ସମସ୍ୟାର ସମାଧାନ କରନ୍ତୁ। ନଚେତ ଆମର ଯୋଉ ଦେଖନ୍ତୁ, ଆପଣଙ୍କୁ ଦେଖୁଥିବେ ପଛଆଡ ଭିଜୁଆଲ ଯେ କୁନି କୁନି ଛୁଆ ମାନେ ଏଠି ଧାରଣାରେ ବସୁଛନ୍ତି। କାରଣ ଏଇଟା ହଉଛି ତାଙ୍କର ସମସ୍ୟା, ତାଙ୍କର ପାଠ ପଢାର ସମସ୍ୟା, ତାଙ୍କର ବ୍ୟକ୍ତିଗତ ସମସ୍ୟା ରହିଛି, ତାଙ୍କର ବହୁତ ସମସ୍ୟା ରହୁଛି। ତେଣୁ ସେମାନଙ୍କର ଯଦି କିଛି ଆପତ୍ତି ହୁଏ, ସେଥିପାଇଁ ହେଲେ ଜିଲ୍ଲାପାଳ, ଏକ୍ଜିକ୍ୟୁଟିଭ ଅଫିସର ଏଇ 2 ଜଣ ହିଁ ଦାୟୀ ରହିବେ। ଆଉ ଏଥିରେ ଖଳନାୟକ ସାଜିଥିବା ସେଇ ମିଶ୍ର ଯୋଉ ଅମିନ ଅଛି ସିଏ ଦାୟୀ ରହିବ।